अपि चेत् सुदुराचारो भजते मामनन्यभाक् साधुरेव समन्तव्यः सम्यक् व्यवसितो हि सः। বন্ধুগণ, ভগবানଙ୍କ ଭକ୍ତିର ପ୍ରଭାବ ଏତେ ବେଶୀ ଯେ ଏହା ଅତ୍ୟନ୍ତ ଦୁଷ୍ଟ ଏବଂ ନକାରାତ୍ମକ ବ୍ୟକ୍ତିକୁ ମଧ୍ୟ ସଦାଚାରୀ ସକାରାତ୍ମକ ଭାବରେ ପରିବର୍ତ୍ତନ କରିଦେଇପାରେ। ଶାସ୍ତ୍ରମାନଙ୍କରେ ବର୍ଣ୍ଣିତ ଏହାର ଗୋଟାଏ ମୁଖ୍ୟ ଉଦାହରଣ ଗୁଡ଼ିକ ମଧ୍ୟରୁ ଅଜାମିଲ ଏବଂ ବାଲ୍ମୀକିଙ୍କର ଆଖ୍ୟାନ ପ୍ରସିଦ୍ଧ ଅଟେ। ବାଲ୍ମୀକିଙ୍କର ସଞ୍ଚେତ ପାପ ଏତେ ଅଘନ୍ୟ ଥିଲା ଯେ ସେ ପ୍ରଭୁ ରାମଙ୍କର ନାମର ଦୁଇଟି ଅକ୍ଷର ରା ଏବଂ ମ ଏହାକୁ ଉଚ୍ଚାରଣ କରିପାରିନଥିଲେ। ତାଙ୍କର ପାପ ଏହି ଦିବ୍ୟ ନାମର ପ୍ରତିରୋଧ କରୁଥିଲା। ସେଥିପାଇଁ ତାଙ୍କର ଗୁରୁ ତାଙ୍କୁ ଭକ୍ତି ମାର୍ଗରେ ପ୍ରବୃତ୍ତ କରିବା ପାଇଁ ଗୋଟାଏ ଉପାୟ ସ୍ଥିର କରି ତାଙ୍କୁ ସେଇ ନାମକୁ ଓଲଟା ଜପ କରିବାକୁ କହିଲେ, ଯେପରିକି ମରା ମରା ମରା। ଧୀରେ ଧୀରେ ତାହା ଆପେ ଆପେ ରାମ 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 ଶବ୍ଦରେ ପରିବର୍ତ୍ତିତ ହୋଇଥିଲା। ଫଳସ୍ୱରୂପ ବାଲ୍ମୀକିଙ୍କ ପରି ମହାପାପୀ ଅନନ୍ୟ ଭକ୍ତି ଦ୍ୱାରା ବିଶୁଦ୍ଧ ହୋଇ ଜଣେ ମହାନ ସନ୍ଥରେ ପରିଣତ ହେଲେ। ରାମାୟଣରେ ଉଲ୍ଲେଖ ଅଛି, ଓଲଟା ନାମୁ ଜପତ ଜଗ ଜାନା ବାଲ୍ମୀକି ଭଇ ବ୍ରହ୍ମ ସମାନା। ଅର୍ଥାତ୍ ସମଗ୍ର ବିଶ୍ୱରେ ଏହା ବିଦିତ ଯେ ପ୍ରଭୁଙ୍କର ଓଲଟା ନାମ ଜପ କରି ବାଲ୍ମୀକି ମହାପୁରୁଷ ହୋଇଥିଲେ। ଅର୍ଥାତ୍ ବନ୍ଧୁଗଣ, ପାପୀମାନଙ୍କୁ ସବୁବେଳେ ନିନ୍ଦା କରିବା ଉଚିତ ନୁହେଁ। ଭକ୍ତିର ଏହି ସୁଧାର କରିବା ଶକ୍ତିକୁ ଦୃଷ୍ଟିରେ ରଖି ଶ୍ରୀକୃଷ୍ଣ ଘୋଷଣା କରୁଛନ୍ତି ଯେ ଯଦି ଜଣେ ଘୋର ପାପାତ୍ମା ମଧ୍ୟ ହୋଇଥାଉ, କିନ୍ତୁ ଅନନ୍ୟ ଭାବରେ ଭଗବାନଙ୍କର ଯଦି ସେ ଭକ୍ତି କରେ, ତେବେ ତାକୁ ପାପୀ ରୂପେ ପରିଗଣିତ କରାଯିବ ନାହିଁ। ସେମାନଙ୍କର ଶୁଦ୍ଧ ସଂକଳ୍ପ ଏବଂ ଭବ୍ୟ ଆଧ୍ୟାତ୍ମିକ ଉଦ୍ଦେଶ୍ୟ ନିମନ୍ତେ ସେମାନଙ୍କୁ ଧର୍ମାତ୍ମା ଭାବେ ଗଣନା କରାଯିବା ଉଚିତ। ଶିକ୍ଷା: ଯଦି ଜଣେ ଅତ୍ୟନ୍ତ ଦୁରାଚାରୀ ବ୍ୟକ୍ତି ଅନନ୍ୟ ଭକ୍ତି ସହକାରେ ମୋର ପୂଜା କରନ୍ତି, ତେବେ ତାଙ୍କୁ ଧାର୍ମିକ ବ୍ୟକ୍ତି ଭାବେ ଗଣନା କରାଯିବ, କାରଣ ସେମାନେ ସଠିକ ନିଷ୍ପତ୍ତି ନେଇଥାନ୍ତି। Even if the vilest sinners worship me with exclusive devotion, they are to be considered righteous because they have made the proper resolve. Hare Krishna.